विशेष भाव में कहवा गले एकाधिकर आज अष्टमी पूजा रही माँ मानकर भाई मैंने एसिस्ट करुवे कौन देवी मंडप को नापी तेणु से माँ भौणी मैंने माँ भाई मैंने आसी पहुंची पारि ना एपटे छका धरी बसी बहुत भाई नाली कला एवं हलदी रंगर जर्सी पुणी कलर छता मैंने रंग बेरंगर छता सहित से उपस्थित अच्छा पड़िया या भितर पेनाल्टी सुट आउट जोटा कि कहुपे आपंकर टाई ब्रेकर जोटा पेनाल्टी सुट आउट आकार खेल को बर्तमान मीमांसा कर यूट्यूबर भाई से पहुंची जाइए मझी पड़िया पेनाल्टी सुट आउट से फटो उत्तोलन कर ये पड़ियार विशेषत्व रोचे आपण ये पड़िया हजार हजार संख्यार आज टे दर्शक मान उपस्थिति जहाँ आम अनुभव करुचे कम रही किंतु ये खरा विशेष भाव में दर्शक मान पड़िया भर को टाणी आनी पारना बाहर बुलूं बहुत दर्शक किंतु चेयर दखल कर खेल को उपभोग कर पर्यंत भूल होती तेणु स्कोर लाइन ऑफिशियल स्कोर जिते मो पाखे पहुंचब से आपको जनईबी कौ दल विजेता है कौ दल टूर्णामेंट ए वर्ष विदाय ने तेणु एपटे देखा यूट्यूबर मान तरफ जो प्रकार यूट्यूबर सोशल मीडिया प्रचार प्रसार जो बंधु मैंने ये पड़िया भर को बसी आसी से स्वतंत्र चैनल रही से चैनल माध्यम ये खेल को समस्त पाखे पहुंचार प्रयास से देखा जाऊ सुकुल हाउ यू आर Oh my God! Sukul, how you are? केते सुंदर शॉट नहीं दिले किंतु क्रॉस मारने बाजे वर्ल्ड कप बाहर को चली गला गोलकीपर कौन से प्रयास करे नहीं बॉल को धरिबा पाई अर्थात सुकुल कर जो शॉट थिला जहां निज दल महंगा सब्यस्त हम कि देखा बाकी रहा शेष शॉट पर्यंत टूर्णामेंट तिष्ठा स्कोर करने पड़ो चढ़ा पाए जबरदस्त तेरे बर्तमान सुधा स्कोर लाइन जो अवस्था मुझे कारण जिते बड़े आसी पहुंचब ऑफिशियल डिक्लेरेशन से कहबी तेणु आपण मैंने देखुं कि भाव में पेनाल्टी शॉट लिया जाऊँगी गोलकीपर निश्चित भाव ये जो टूर्णामेंट में तिष्ठा गोलकीपर गोल रक्षण एथर सिंग एंड सिंग शॉट नवा प्रस्तुत और सिंग एंड सिंग तरफ शॉट दिया जाता शॉट रे गोल मिली केवल सुकुल कर जो शॉट थिला से शॉट क्रॉस बार रे बाजी बाहर को चली आसी बर्तमान चढ़ा शॉट ने अन्यतम उदीयमान खिलाड़ी सामने गोल पोस्ट एकमात्र गोलकीपर आउ कहीं नहांती समर्थन दवापाई केवल दुर्दश चढ़ार खिलाड़ी
by the goalkeeper of your Sing and Sing. Sing and Sing ର ଗୋଲକିପରଙ୍କର ଜବରଦସ୍ତ କ୍ଷେତ୍ରରକ୍ଷଣ ଡାଇଭ୍ କରି ବାଁ ପଟକୁ ଡାଇଭ୍ କରି ବଲ୍କୁ ନିଜ ନିୟନ୍ତ୍ରଣରେ ନେବାରୁ ନିଶ୍ଚିତ ଗୋଲରୁ ରକ୍ଷା ପାଇଛି ବିଶେଷ କରି ଆପଣଙ୍କର ଚଢା। ତେଣୁ ଯେଉଁ ପେନାଲ୍ଟି ସୁଟ୍ ଆଉଟ୍ ରହୁଛି ଏପଟରେ ଆମେ ଦେଖୁଛୁ ବିଶେଷ କରି ଆପଣଙ୍କର ଆମର ନିମନ୍ତ୍ରଣକୁ ରକ୍ଷା କରି ଖେଳ ଖେଳିବାକୁ ପଡ଼ିଆ ଭିତରକୁ ପ୍ରବେଶ କରିସାରିଛି ବିଶେଷ କରି ଆପଣଙ୍କର ବିର୍ସା ମୁଣ୍ଡା ଏଫ୍ସି ନୀଳଗିରି ଏବଂ ଅନ୍ୟପଟରେ ବିଦୁ ଏଫ୍ସି ଭୁବନେଶ୍ୱର। ତେବେ ବିଦୁ ଏଫ୍ସି ଭୁବନେଶ୍ୱର that's a goal, calculated shot. Goalkeeper ବୁଝି ପାରିଲେନି। ଗୋଲକିପର ବଲ୍ ପାଖରେ ପହଞ୍ଚିବା ପୂର୍ବରୁ ବଲ୍ ନେଟ୍ ଭିତରେ ପଶି ସାରିଥିଲା ଚଢାର। ତେଣୁ ଯାହା ହଉ ବର୍ତ୍ତମାନ ସୁଦ୍ଧା ଜବରଦସ୍ତ ମୁକାବିଲା ଦେଖିବାକୁ ମିଳୁଛି। ପେନାଲ୍ଟି ସୁଟ୍ ଆଉଟ୍ରେ ମଧ୍ୟ ଏପଟରେ ଭୁବନେଶ୍ୱର ବିଦୁ ଏଫ୍ସିର ଖେଳାଳି ଏବଂ ନୀଳଗିରିର ବୀର ବିର୍ସା ମୁଣ୍ଡା ନୀଳଗିରିର ଖେଳାଳି ସେମାନେ ମଧ୍ୟ ପଡ଼ିଆ ଭିତରକୁ ପ୍ରବେଶ କରିଛନ୍ତି। ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ପଡ଼ିଆ ଭିତରେ ନିଜର ଉପସ୍ଥିତି ଜାହିର କରିସାରିଛନ୍ତି। ଏପଟରେ ପ୍ରଥମ କ୍ୱାର୍ଟର ଫାଇନାଲର ମୀମାଂସା ଚାଲିଛି। କେଉଁ ଦଳ ବିଜେତା କାଲକୁଲେସନ ବା ଡାଇଭ୍ ମାରିବାର ନିଶାନା ଠିକ୍ ଥିଲା କିନ୍ତୁ ବଲ୍ର ସ୍ପିଡ୍ ଅଧିକ ଥିବାରୁ ବଲ୍କୁ ସିଂ ଆଣ୍ଡ ସିଂର ଗୋଲକିପର ରୋକି ପାରିଲେ ନାହିଁ ଯାହାଦ୍ୱାରା କି ଆଉ ଏକ ଗୋଲ୍ ମିଳିଛି ବିଶେଷ କରି ସିଂ ବିରୁଦ୍ଧରେ ଚଢା ପାଇଁ ଆଉ ଗୋଟିଏ ଗୋଲ୍ ମିଳିଛି। ବର୍ତ୍ତମାନ ସିଂ ଆଣ୍ଡ ସିଂର ଅନ୍ୟତମ ଖେଳାଳି ଅଛନ୍ତି 11 ନମ୍ବର ଖେଳାଳି ଶଟ୍ ନେବା ପାଇଁ ପ୍ରସ୍ତୁତ। ଗୋଲକିପର ମଧ୍ୟ ପ୍ରସ୍ତୁତ। ସମସ୍ତ ପ୍ରସ୍ତୁତି ଭିତରେ ବର୍ତ୍ତମାନ ଆମେ ଦେଖୁଛେ ଦୁଇ ଦଳ ଯେଉଁମାନେ କି ଏହାର ପରବର୍ତ୍ତୀ ଖେଳ ଅର୍ଥାତ୍ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯେଉଁମାନେ ପଡ଼ିଆ ଭିତରେ ପ୍ରସ୍ତୁତ ଅଛନ୍ତି ବିଦୁ ଏଫ୍ସି ଭୁବନେଶ୍ୱର ଭର୍ସେସ୍ ଆପଣଙ୍କର ବୀର ବିର୍ସା ମୁଣ୍ଡା ଏଫ୍ସି ନୀଳଗିରି ମଧ୍ୟରେ ଅନୁଷ୍ଠିତ ହେବ। ଗୋଲ୍ ହେଇଛି ଅତି ସ୍ଲୋ ଧୀରେ କରି ମାରିଥିଲେ ଗୋଲକିପରଙ୍କର ଡାହାଣ ପଟକୁ। ଗୋଲକିପର ଆକ୍ସନରେ ଥିଲେ କିନ୍ତୁ ଗୋଲକିପର କିଛି କରିପାରିଲେନି। ବଲ୍ ଚାଲିଗଲା ନେଟ୍ ଭିତରକୁ। କଡ଼ା ମୁକାବିଲା ସେପଟରେ ଦେଖିବାକୁ ମିଳୁଛି। ଆଉ ଗୋଟିଏ କଡ଼ା ମୁକାବିଲା ଅପେକ୍ଷା କରିଛି ୟାର ପରବର୍ତ୍ତୀ। ତାମାନେ ଗୋଟେ ମୁକାବିଲା ପରେ ଆଉ ଗୋଟେ ମୁକାବିଲାର ସାମ୍ନା କରିବାକୁ ପଡୁଛି। ଦର୍ଶକମାନଙ୍କ ପାଇଁ ମୁଁ କହି ରଖିଥିଲି ଯେ ବିଶେଷ କରି 2 days ଫୁଟବଲ ମହୋତ୍ସବ ବା 2 days ଫୁଟବଲ ଟୁର୍ଣ୍ଣାମେଣ୍ଟ ଏ ପଡ଼ିଆରେ ଆଜି ହେଉଛି ପ୍ରଥମ ଦିବସ। ଆସନ୍ତାକାଲି ରହିଛି ଆହୁରି ଆକର୍ଷଣୀୟ ଖେଳ। ଆପଣମାନଙ୍କର ଉପସ୍ଥିତି ନିଶ୍ଚିତ ଭାବରେ ସେମ୍ ରେଜଲ୍ଟ ଏକା ପ୍ରକାର ରେଜଲ୍ଟ। ଗୋଲକିପର ନିଜର ବାଁ ପଟକୁ ଆକ୍ସନ ନେଉଥିଲା ବେଳେ ଆରେ ପଶ୍ଚିମ ପଟରେ ଯେଉଁ ଭାଇମାନେ ମୁଁ ଆପଣମାନଙ୍କୁ କହିରଖେ ଏଠିକାର ପରମ୍ପରା ଅନୁସାରେ ଏଠିକାର ସାମାଜିକ ସ୍ୱୀକୃତି ଅନୁସାରେ ବହୁ ସଂଖ୍ୟାରେ ମା ଭଉଣୀମାନେ ମଧ୍ୟ ଏ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖେଳ ଦେଖିବାକୁ ଆସନ୍ତି। ତେଣୁ ମା ଓ ଭଉଣୀମାନଙ୍କ ପାଇଁ ରିଜର୍ଭ ଥିବା ଏରିଆ ବିଶେଷ କରି ଆପଣଙ୍କର ପଶ୍ଚିମ ପଟର ଯେଉଁ ଏରିଆ ରହିଛି ସେ ଏରିଆରେ ଯେଉଁ ଭାଇମାନେ ବର୍ତ୍ତମାନ ଦଖଲ କରିଛନ୍ତି ସେ ଜାଗା ତାମାନେ ସେ ଜାଗା ହେଉଛି ସଂରକ୍ଷିତ ରହିଛି ମା ଓ ଭଉଣୀମାନଙ୍କ ପାଇଁ। ତେଣୁ ସେ ଜାଗାରେ ଯେଉଁ ଭାଇମାନେ ବସିଛନ୍ତି ସେ ଭାଇମାନେ ସେ ଜାଗା ଛାଡ଼ନ୍ତୁ କାହିଁକିନା ସେଠି ମା ଭଉଣୀମାନଙ୍କ ପାଇଁ ଜାଗା ସଂରକ୍ଷିତ ରହିଛି। ତେଣୁ ଯେଉଁ ଭାଇମାନେ ସେଠି ଅପେକ୍ଷା କରିଛନ୍ତି ବା ଖେଳ ଦେଖୁଛନ୍ତି ସେ ଜାଗାରେ ରହି
ଦୟାକରି ଆପଣମାନେ ସେଇ ଜାଗାକୁ ଖାଲି କରନ୍ତୁ। ଆମର ଭଲେଣ୍ଟିୟର ଭାଇମାନେ ଆପଣଙ୍କୁ ରିକ୍ୱେଷ୍ଟ କରିବା ପୂର୍ବରୁ ଆପଣମାନେ ନିଜସ୍ୱ ଗୁଣରେ ସେ ଜାଗା ଛାଡ଼ି ଯେଉଁଠି ଭାଇମାନଙ୍କ ପାଇଁ ବା ଯେଉଁଠି ପୁରୁଷ ବନ୍ଧୁମାନଙ୍କ ପାଇଁ ଖେଳ ଦେଖିବାର ସୁଯୋଗ ସୃଷ୍ଟି କରାଯାଇଛି ସେହି ଜାଗାରେ ଆପଣମାନେ ବସି ଖେଳ ଉପଭୋଗ କରନ୍ତୁ। ନତୁବା ଆମର ଯେଉଁ ଭାଇମାନେ ଅଛନ୍ତି ଭଲେଣ୍ଟିୟର ମାନେ ଅଛନ୍ତି ସେମାନେ ଆପଣଙ୍କୁ ବଳପୂର୍ବକ ଯଦି ଉଠେଇବାକୁ କହନ୍ତି ତାହେଲେ ଆପଣଙ୍କର ସମ୍ମାନ ଉପରେ ଆଞ୍ଚ ଆସିବ। କାହିଁକିନା ଆପଣମାନେ ସମସ୍ତେ ହେଉଛନ୍ତି ଫୁଟବଲ ପ୍ରେମୀ ଭଦ୍ର ଦର୍ଶକ। ବାର୍ଷାଣୀପୁରର ସମସ୍ତ ଦର୍ଶକମାନେ ହେଉଛନ୍ତି ଖୁବ୍ ଭଦ୍ର, ଖୁବ୍ ଅମାୟିକ ଏବଂ ଖୁବ୍ ହେଉଛନ୍ତି ଫୁଟବଲ ପ୍ରେମୀ। ତେଣୁ ସମସ୍ତଙ୍କ ପାଇଁ କହି ରଖେ ଆପଣମାନେ ଯଦି ବସି ଯାଇଛନ୍ତି କିଛି ଭୁଲ କରିନାହାନ୍ତି। ଆପଣମାନେ ବସି ଖେଳ ଦେଖୁଥିଲେ, ଫାଙ୍କା ଥିଲା ଏରିଆ, କିନ୍ତୁ ଏବେ ବର୍ତ୍ତମାନ ମା ଭଉଣୀମାନଙ୍କର ଆସିବାର ସମୟ ହେଇସାରିବ। ବଢ଼ିଆ ସଟ୍ ନେଇଥିଲେ, ଯେଉଁଭଳି ଭାବରେ ସୁକୁଲ ନେଇଥିଲେ ସଟ୍, ସୁକୁଲଙ୍କର ସଟ୍ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, କିନ୍ତୁ ଏ ଚଢାର ଖେଳାଳିଙ୍କର ସଟ୍ ଥିଲା ସୌଭାଗ୍ୟପୂର୍ଣ୍ଣ, ଯାହାକି ସଟ୍ରେ ଗୋଲ ହେଇଛି। କିନ୍ତୁ ଅନ୍ୟପଟରେ ବିଶେଷ କରି ଆପଣଙ୍କର ସିଂ ଆଣ୍ଡ ସିଂର ସୁକୁଲଙ୍କର ସଟ୍ ଦୁର୍ଭାଗ୍ୟ ନୋଟ୍ରେ ଶେଷ ହେଇଥିଲା। ତେଣୁ ଯେଉଁ ଭାଇମାନେ ସେ ମା ଭଉଣୀମାନଙ୍କ ପାଇଁ ସଂରକ୍ଷିତ ଜାଗାରେ ବସି ଖେଳ ଦେଖୁଥିଲେ ଦୟାକରି ସେମାନଙ୍କର ଆସିବାର ସମୟ ହେଇସାରିଛି। କାହିଁକିନା ମା ଭଉଣୀମାନେ ନିଜର ଘରର କାମଧନ୍ଦା ସାରି ସେମାନେ ବର୍ତ୍ତମାନ ଖେଳ ଦେଖିବାକୁ ଆସିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଖେଳ ଦେଖିବାର ସୁଯୋଗ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏବଂ ବଢ଼ିଆ ସଟ୍, ବଢ଼ିଆ ସଟ୍। ଗୋଲକିପର କିଛି ଭାବିବା ପୂର୍ବରୁ ବା ଏକ୍ସନ୍ ନେବା ପୂର୍ବରୁ ବଲ୍ ପଶି ଯାଇଥିଲା ଭିତରେ ଏବଂ ସଙ୍ଗତ କାରଣରେ ବର୍ତ୍ତମାନ ସୁଦ୍ଧା କଡ଼ା ମୁକାବିଲା ଚାଲିଛି ପେନାଲ୍ଟି ସୁଟ୍ ଆଉଟ୍ରେ। ଏ ପର୍ଯ୍ୟନ୍ତ ରେଫରି ମହୋଦୟ କୌଣସି ଦଳକୁ ବିଜେତା ଘୋଷିତ କରିନାହାନ୍ତି। ଚାଲିଛି ସେଠି କଡ଼ା ମୁକାବିଲା, ଟାଇ ବ୍ରେକରର କଡ଼ା ମୁକାବିଲା ଚାଲିଛି ଏବଂ ଅନ୍ୟପଟରେ ଏପଟରେ ଅପେକ୍ଷା କରି ରହିଛନ୍ତି ବିଶେଷ କରି ବୀର ବିର୍ସା ମୁଣ୍ଡା ନୀଳଗିରିର ଖେଳାଳି ଏବଂ ତାଙ୍କୁ ମୁକାବିଲା କରିବା ପାଇଁ ସୁଦୂର ଭୁବନେଶ୍ୱରର ବିଦୁ ଏଫ୍ସି ଭୁବନେଶ୍ୱରର ସେମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି। ଖୁବ୍ ସୁନ୍ଦର ଭାବରେ ଖୁବ୍ ଦର୍ଶନୀୟ ଖେଳ ବା ଆପଣମାନଙ୍କର ସହଯୋଗ ପାଇଁ ଏ ଅନୁଷ୍ଠାନ ଆପଣଙ୍କୁ ଧନ୍ୟବାଦ ଦେଉଛି। କାହିଁକିନା ଆପଣମାନେ ସମସ୍ତେ ହେଉଛନ୍ତି ଶୃଙ୍ଖଳିତ ଦର୍ଶକ, ଫୁଟବଲକୁ ଭଲ ପାଆନ୍ତି। ଯେହେତୁ ଫୁଟବଲକୁ ଭଲ ପାଆନ୍ତି ହଜାର ହଜାର ସଂଖ୍ୟାରେ ଆପଣମାନଙ୍କର ଉପସ୍ଥିତି ଆମେ ମଧ୍ୟ ଆଶା କରୁଛୁ। କାହିଁକିନା ଯେତେବେଳେ ଖେଳ ଜାରି ରହିବ ଯଦି ଦର୍ଶକ ବନ୍ଧୁମାନଙ୍କର ଉପସ୍ଥିତ ନ ରହେ ତାହେଲେ ସେ ସମୟରେ ଖେଳାଳିମାନେ ମଧ୍ୟ ନିରୁତ୍ସାହିତ ହୁଅନ୍ତି, ଆୟୋଜକ ବନ୍ଧୁମାନେ ମଧ୍ୟ ନିରୁତ୍ସାହିତ ହୁଅନ୍ତି ଏବଂ ସମସ୍ତଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକମାନଙ୍କର ଉପସ୍ଥିତି ଆମେ ଆଶା କରୁଛୁ। ତେଣୁ ଭାଇମାନଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଭାଇମାନେ ମଧ୍ୟ ସେ ଜାଗା ଛାଡ଼ି ଦେଇଛନ୍ତି। ଆମ ଏ ଅଞ୍ଚଳର ମା ଭଉଣୀମାନେ ଆପଣମାନେ ତ ବହୁତ ଜାଗାରେ ଯାଇ ଫୁଟବଲ ଖେଳକୁ ଉପଭୋଗ କରୁଛନ୍ତି। ହଁ, ଗୋଟେ ବିଶେଷ ଘୋଷଣା, ଯେଉଁ ମା ଭଉଣୀମାନେ ଫୁଟବଲ ଖେଳ ଦେଖିବା ପାଇଁ ଆସିଛନ୍ତି, ବାହାରେ ଅପେକ୍ଷା କରିଛନ୍ତି, ଆପଣମାନେ ଆପଣମାନଙ୍କର ଜାଗା ଦଖଲ କରନ୍ତୁ ବିନା ପଇସାରେ। କୌଣସି ପଇସା ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ। ତେଣୁ ଆପଣମାନେ ବାହାରେ ଅପେକ୍ଷା ନ କରି ଆପଣମାନେ ଷ୍ଟାଡିୟମର ଯେଉଁ ଏରିଆ ଆପଣମାନଙ୍କ ପାଇଁ ଡିମାର୍କେସନ୍ କରାଯାଇଛି, ଚିହ୍ନିତ କରାଯାଇଛି, ଆପଣମାନେ ସେଇ ଜାଗାକୁ ପ୍ରବେଶ କରି ଆସନ୍ତୁ ବିନା ଶୁଳ୍କରେ, ୱିଦାଉଟ୍ ଏନି ପେମେଣ୍ଟ। କୌଣସି ପ୍ରକାର ପଇସା ଦେବାକୁ ପଡ଼ିବ ନାହିଁ। ଆପଣମାନେ ପ୍ରବେଶ କରି ଆସନ୍ତୁ, ଆପଣମାନେ ସେ ଜାଗାରେ ବସି ଖେଳକୁ ଉପଭୋଗ କରନ୍ତୁ। କିନ୍ତୁ ଭାଇମାନଙ୍କ ପାଇଁ ପଇସା ଦେଇତେ ପଡ଼ିବ। ଭାଇମାନେ ଯଦି ବସିବେ ଚେୟାରରେ ସେଥିପାଇଁ ଶୁଳ୍କ ଦେବାକୁ ପଡ଼ିବ। ଆଉ ଅନ୍ୟପଟରେ ଯେଉଁ ଭାଇମାନେ ତଳେ ବସିକି ଦେଖିବେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା ହେଇଛି ମୋ ପାଖରେ କିଛି ହିସାବ ପତ୍ର ନାହିଁ। ତେଣୁ ଯଦି ମିଳେ ସୂଚନା ତାହେଲେ ମୁଁ ଘୋଷଣା କରିବି। ଯାହା ଅନୁମାନ ହେଉଛି ଶୁଳ୍କ ଦେବାକୁ ବୋଧହୁଏ ଭାଇମାନଙ୍କ ପାଇଁ ପଡ଼ୁଛି ବୋଧହୁଏ। ତେଣୁ ଯାହାକି ଆପଣମାନେ ଦେଖୁଛନ୍ତି ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନିଶ୍ଚିତ ଭାବରେ ବ୍ୟୟ ସାପେକ୍ଷ ଏବଂ ବଢ଼ିଆ ସଟ୍ ଥିଲା। ଗୋଲକିପର ଭାବୁଥିଲେ ଯେ କି ଗୋଡ଼ରେ ବଲ୍କୁ କିକ୍ କରି ବାହାର କରିଦେବେ, କିନ୍ତୁ ସଫଳତା ମିଳେ ନାହିଁ।
जहाँ जना पड़े समान समान स्तर में आगे चली ये जो टाई ब्रेकर ये जो आक्रमण चली ये केते समय पर्यंत किए का सामना दृष्टि रहुची ताहा देखा बाकी रहा जो माँ भौणी मैंने बाहर अपेक्षा कर फुटबल खेल देखापी से संरक्षित थी स्थान में बिना देय बसी खेल देखार व्यवस्था कर ये संगठन अर्थात आपंकर विराट पाट युवक संघ तरफ माँ भौणी मान अनुरोध कर मैंने संरक्षित थी जगार बसे बिना शुल्क कौन प्रकार देय दबा पड़ो ना पैसार कौन आवश्यकता ना आपण तेणु से आपण मैंने पड़िया भितर बसी आराम रे खेल देखार सुजोग देते एथर गोल कांटे की चक्कर ताने पादे पादे उभय उभय को जगी पादे पादे रही सतर्कता रही गोटे सर्ट जदि एपट सेपट हुए ताले टूर्णामेंट विदाय नबार समय पहुंची सारी उभय दलर हार्ट बीट बढ़ी सारी तार कारण हूँ समान स्तर चली खेल गोटे सर्ट जदि भूल करेंगे खाली ए वर्ष ये टूर्णामेंट विदाय नबार समय आसी सारी तेणु सतर्कतार सहित खूब जत्न सहकारी सर्ट ने उभय दल नजर रही गोल पोस्ट गोलकीपर